ଗାୟତ୍ରୀ ମନ୍ତ୍ର। ଗାୟତ୍ରୀ ମନ୍ତ୍ରର ବହୁତ ଗୁଡ଼ିଏ ବହୁତ ସୁନ୍ଦର ସୁନ୍ଦର ଉପକାରିତା ଅଛି। ତ ଏହି ଭିଡ଼ିଓରେ ମୁଁ ଗାୟତ୍ରୀ ମନ୍ତ୍ରର 13ଟି ଗୁପ୍ତ ରହସ୍ୟ ବିଷୟରେ ଜଣେଇବି। ଆପଣ ଯଦି ଏହାର ସଠିକ୍ ବିଧିବିଧାନରେ ଉପଯୋଗ କରିବେ ତାହେଲେ ବିଶ୍ୱାସ କରନ୍ତୁ ଆପଣଙ୍କର ଜୀବନ ବଦଳିଯିବ ଏବଂ ଆପଣଙ୍କର ଜୀବନରେ ଯାହା ବି ଦୁଃଖ କଷ୍ଟ ବା ଅସୁବିଧା ରହିଛି ସେ ସବୁର ନାଶ ଏହି ଗାୟତ୍ରୀ ମନ୍ତ୍ରର ଶକ୍ତି ଦ୍ୱାରା ହୋଇଯିବ। ଆସନ୍ତୁ ଡେରି ନ କରି ଏହି ଭିଡ଼ିଓଟିକୁ ଆରମ୍ଭ କରିବା। ତା ପୂର୍ବରୁ ଯଦି ଆପଣ ଏହି ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେ ନାହିଁ। ତ ଆସନ୍ତୁ ଜାଣିବା। 1 ନମ୍ବର, ଯଦି ଆପଣଙ୍କୁ ଲାଗୁଛି କି ଆପଣଙ୍କ ଉପରେ କିମ୍ବା ଆପଣଙ୍କ ସମ୍ପର୍କୀୟ ଉପରେ ଗୁଣିଗାରେଡ଼ି କିମ୍ବା କଳା ଯାଦୁ କରାଯାଇଛି ତାହେଲେ ରବିବାର ଦିନ ସନ୍ଧ୍ୟା ସମୟରେ ବା ସୂର୍ଯ୍ୟାସ୍ତ ହେବା ପରେ ଗୋଟିଏ ଲେମ୍ବୁକୁ ନିଜ ହାତରେ ରଖନ୍ତୁ ଏବଂ 7 ଥର ଗାୟତ୍ରୀ ମନ୍ତ୍ର ଜପ କରି ସେହି ଲେମ୍ବୁକୁ ରୋଗୀର ମୁଣ୍ଡ ଉପରେ 7 ଥର ଓଲଟା ବୁଲାଇ ଜଳେଇ ଦିଅନ୍ତୁ। ଏମିତି କରିବା ଦ୍ୱାରା କଳା ଯାଦୁ ନଷ୍ଟ ହୋଇଯାଇଥାଏ। 2 ନମ୍ବର, ଯଦି ଆପଣଙ୍କ ଜୀବନରେ କୌଣସି ପ୍ରକାରର କିଛି ଗ୍ରହ ଦୋଷ କିମ୍ବା ଗ୍ରହର ବାଧା ଅଛି ଏବଂ ସେହି କାରଣ ପାଇଁ ଆପଣଙ୍କ ଜୀବନରେ ସଫଳତା ପ୍ରାପ୍ତ ହେଉନାହିଁ, ଲଗାତାର 3 ଶନିବାର ସନ୍ଧ୍ୟା ସମୟରେ ଓସ୍ତ ଗଛ ମୂଳରେ ସୋରିଷ ତେଲର ଦୀପ ଜଳାନ୍ତୁ ଏବଂ ଓସ୍ତ ଗଛରେ 7 ଥର ପରିକ୍ରମା କରିବା ସହିତ 7 ଥର ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ। ଏହିଭଳି କରିବା ଦ୍ୱାରା ସବୁ ଗ୍ରହ ଦୋଷ ବା ବାଧା ଦୂର ହୋଇଯାଇଥାଏ ଏବଂ ଆପଣଙ୍କ ଜୀବନରେ ଉନ୍ନତି ଏବଂ ସଫଳତାର ମାର୍ଗ ଖୋଲିଯାଇଥାଏ। 3 ନମ୍ବର, ଯଦି ଆପଣ ଆପଣଙ୍କ ଜୀବନରେ ସବୁ ପ୍ରକାରର ସୁଖ ଶାନ୍ତି ଏବଂ ସମୃଦ୍ଧି ପାଇବାକୁ ଚାହୁଁଛନ୍ତି ତେବେ 108 ହଳଦିଆ ବା ଧଳା ଫୁଲରେ ପୂଜା କରିବା ଉଚିତ। 108 ଥର ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ଏବଂ ତାପରେ ହୋମ ଶେଷ ହେବା ପରେ ହୋମର ଅବଶିଷ୍ଟ ଅଂଶକୁ ଶୁଦ୍ଧ ଏବଂ ସ୍ୱଚ୍ଛ ବହୁଥିବା ଜଳରେ ପ୍ରବାହିତ କରନ୍ତୁ। ଏହି ବିଧିକୁ ଗୁରୁବାର ଦିନ କଲେ ସର୍ବଶ୍ରେଷ୍ଠ ଫଳ ମିଳିଥାଏ ଏବଂ ଏହା କରିବା ଦ୍ୱାରା ମନୁଷ୍ୟର ଜୀବନରେ ସୁଖ ଶାନ୍ତି ଏବଂ ସମୃଦ୍ଧି ସବୁକିଛି ମିଳିଯାଇଥାଏ। 4 ନମ୍ବର, ଯଦି ଆପଣ କୌଣସି ପ୍ରକାରର ଇଣ୍ଟରଭ୍ୟୁ ବା ଏକ୍ଜାମ୍ ଦେବାକୁ ଯାଉଛନ୍ତି, ସଫଳ ହେବା ପାଇଁ ଚାହୁଁଛନ୍ତି ତାହେଲେ ଘରୁ ବାହାରିବା ପୂର୍ବରୁ ଗୋଟିଏ ନଡ଼ିଆକୁ ନିଜ ହାତରେ ରଖନ୍ତୁ ଏବଂ ପୂର୍ବ ଦିଗ ଆଡ଼କୁ ମୁହଁ କରି ଛିଡ଼ା ହୋଇ ଆଖି ବନ୍ଦ କରି 21 ଥର ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ। ତାପରେ ସେହି ନଡ଼ିଆକୁ ଭାଙ୍ଗି ଘରୁ ବାହାର କରି ଦିଅନ୍ତୁ। କିନ୍ତୁ ଧ୍ୟାନ ରଖିବେ କି ନଡ଼ିଆକୁ ଭାଙ୍ଗି ସାରିବା ପରେ ପଛକୁ ବୁଲି ଦେଖିବେ ନାହିଁ। ଏହି ବିଧିକୁ କରିବା ଦ୍ୱାରା ଅପାର ସଫଳତା ପ୍ରାପ୍ତ ହୋଇଥାଏ। 5 ନମ୍ବର, ଯଦି ଆପଣଙ୍କ ମନରେ କୌଣସି ପ୍ରକାରର ଭୟ ରହିଥାଏ ଯେଉଁଥିପାଇଁ ଆପଣଙ୍କୁ ବହୁତ ଅଶାନ୍ତି ଅନୁଭବ ହେଉଥାଏ ତାହେଲେ ପ୍ରତିଦିନ ସକାଳେ ସ୍ନାନ କରିବା ପରେ ନିଜର ପଢ଼ା ସ୍ଥାନରେ ଠିଆ ହୋଇ 11 ଥର ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ। ଏହିଭଳି 11 ଦିନ ଯାଏଁ କରିଲେ ଆପଣଙ୍କର ମନର ସବୁ ଭୟ ଦୂର ହୋଇଯାଇଥାଏ ଏବଂ ମାନସିକ ଶାନ୍ତି ମିଳିଥାଏ। 6 ନମ୍ବର, ଆପଣ ଯଦି ନିଜ ଜୀବନରେ ଆକସ୍ମିକ ଧନ ସମ୍ପତ୍ତି ବା ଅପାର ପ୍ରସିଦ୍ଧି ହାସଲ କରିବା ପାଇଁ ଚାହୁଁଛନ୍ତି ତାହେଲେ ପ୍ରତି ଶନିବାର ସନ୍ଧ୍ୟାବେଳେ 250 ଗ୍ରାମ କଳା ବିରି ଡାଲିକୁ କୌଣସି ବହୁଥିବା ପାଣିରେ ପ୍ରବାହିତ କରିଦିଅନ୍ତୁ ଏବଂ ପ୍ରବାହ କରିବା ସମୟରେ 21 ଥର ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ। ଏହି ଉପାୟକୁ ଲଗାତାର 7 ଦିନ କରିବା ଦ୍ୱାରା ଆକସ୍ମିକ ଧନ ଲାଭ ହୋଇଥାଏ। 7 ନମ୍ବର, ଯଦି କୌଣସି ମନୁଷ୍ୟ ଶନି ଗ୍ରହ ଦୋଷରୁ ପୀଡ଼ିତ ହୋଇଥାଏ ତାହେଲେ ସେଥିରୁ ମୁକ୍ତି ପାଇବା ପାଇଁ ଶମୀ ଗଛର କାଠକୁ 108 ଥର ହୋମ କରି ଆହୁତି ଦେବା ଦ୍ୱାରା ଶନିଙ୍କର ସବୁ ଦୋଷ ଶାନ୍ତ ହୋଇଥାଏ ଏବଂ ମନୁଷ୍ୟର ଆତ୍ମବଳ ବୃଦ୍ଧି ହୋଇଥାଏ। 8 ନମ୍ବର, ଯଦି କୌଣସି ବ୍ୟକ୍ତି କିମ୍ବା ମହିଳା ଉପରେ ପ୍ରେତବାଧାର ସମସ୍ୟା ଥାଏ ତେବେ ତମ୍ବାର ଢାଳରେ ଜଳ ଭରି ଏହାକୁ ନିଜର 2 ହାତରେ ରଖି 108 ଥର ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ। ତାପରେ ସେହି ଜଳକୁ 3 ଥର ଫୁଙ୍କି ରୋଗୀକୁ ପିଇବାକୁ ଦିଅନ୍ତୁ। ଏହିପରି କରିବା ଦ୍ୱାରା ପ୍ରେତବାଧାର ନାଶ ହୋଇଥାଏ। 9 ନମ୍ବର, ରୋଗର ସମସ୍ୟାରେ ଯଦି କୌଣସି ବ୍ୟକ୍ତି ପୀଡ଼ିତ ଥାଏ ତେବେ ସେଥିରୁ ମୁକ୍ତି ପାଇବା ପାଇଁ ଶଙ୍ଖପୃଷ୍ଟି ପୁଷ୍ପର ଉପଯୋଗ କରି ଗାୟତ୍ରୀ ମନ୍ତ୍ରର ହୋମ ଯଜ୍ଞ କରିବା ସହିତ 108 ଥର ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ।
ଦେଖିବେ ଆପଣଙ୍କର ସମସ୍ତ ରୋଗ ସମସ୍ୟା ଧୀରେ ଧୀରେ ସମାପ୍ତ ହୋଇଯିବ। ଧ୍ୟାନ ରଖନ୍ତୁ, ଏହି ଉପାୟ 3 ରୁ 5 ଥର କରିବା ଦ୍ୱାରା ଆପଣଙ୍କର ରୋଗଗତ ସମସ୍ୟାରୁ ମୁକ୍ତି ମିଳିପାରିବ। 10 ନମ୍ବର। ଅନେକ ସମୟରେ ଦେଖାଯାଇଥାଏ କିଛି 10 ନମ୍ବର। ଅନେକ ସମସ୍ୟାରେ ଦେଖାଯାଇଥାଏ କିଛି ଲୋକ ଶତ୍ରୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଅର୍ଥାତ୍ କିଛି ଶତ୍ରୁ ସର୍ବଦା ତାଙ୍କୁ ଅସୁବିଧାରେ ପକାଇଥାନ୍ତି, ଯାହାଦ୍ୱାରା ତାଙ୍କର ବଞ୍ଚିବା କଷ୍ଟ ହୋଇଥାଏ। ଯଦି ଆପଣ ଏହାର ନିରାକରଣ ଚାହୁଁଛନ୍ତି, ତାହେଲେ ରବିବାର ଦିନ ସକାଳେ ସୂର୍ଯ୍ୟ ଉଦୟ ପରେ ଦକ୍ଷିଣ ଦିଗ ଆଡ଼କୁ ମୁହଁ କରି ନିଜ ହାତରେ କିଛି କଳା ସୋରିଷ ରଖି 21 ଥର ଗାୟତ୍ରୀ ମନ୍ତ୍ର ଜପ କରି ଦକ୍ଷିଣ ଆଡ଼କୁ ସୋରିଷକୁ ଯଦି ପକାଇ ଆପଣଙ୍କୁ ଦିଅନ୍ତୁ। ଲାଗୁଛି ଆପଣଙ୍କ ଜୀବନରେ ସଫଳତା ମିଳୁନାହିଁ ଏବଂ ଆପଣଙ୍କର ଉନ୍ନତିର ସବୁ ରାସ୍ତା ବନ୍ଦ ହୋଇଯାଇଛି, ତେବେ ଲଗାତାର 3 ଶନିବାର ଦିନ ଅସ୍ତ ଗଛ ମୂଳରେ ଛିଡ଼ା ହୋଇ 108 ଥର ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ। ଏହା କରିବା ଦ୍ୱାରା ଜୀବନରେ ପ୍ରତ୍ୟେକ ସମସ୍ୟା ଶେଷ ହୋଇଥାଏ ଏବଂ ଉନ୍ନତି ଓ ପ୍ରଗତିର ନୂଆ ରାସ୍ତା ଖୋଲି ଯାଇଥାଏ। ଦିଅନ୍ତୁ ଏବଂ ପଛକୁ 12 ନ ଦେଖି ନମ୍ବର। ବିବାହରେ ଡେରି ହେଉଥିଲେ ଗାୟତ୍ରୀ ମନ୍ତ୍ର ଦ୍ୱାରା ଏହାକୁ ଠିକ୍ କରିପାରିବା। ଯଦି କୌଣସି ବ୍ୟକ୍ତି ଏହି ପରିସ୍ଥିତିରେ ଅଛି, ତେବେ 11ଟି ଗୁରୁବାର ବହୁଥିବା ପାଣିରେ ସିନ୍ଦୁରକୁ ପ୍ରବାହିତ କରନ୍ତୁ ଏବଂ ସେହି ସମୟରେ 11 ଥର ଗାୟତ୍ରୀ ମନ୍ତ୍ରକୁ ଜପ କରନ୍ତୁ। ଯେଉଁ ଝିଅ ବା ପୁଅ ଗୁରୁବାର ଦିନ ଏହି ଉପାୟକୁ 11 ଥର କରେ, ତାଙ୍କର ବିବାହ ବହୁତ ଜଲ୍ଦି ହୋଇଯାଇଥାଏ। 13 ନମ୍ବର। ଗାୟତ୍ରୀ ମନ୍ତ୍ରର ଉପଯୋଗ କରି ନିଜର ଘର, ଅଫିସ, ବ୍ୟବସାୟରେ ଥିବା ନକାରାତ୍ମକ ଶକ୍ତିକୁ ବିନାଶ କରିପାରିବେ। ଯେଉଁ ସ୍ଥାନରେ ନକାରାତ୍ମକ ଶକ୍ତି ରହିଥାଏ, ସେହିଭଳି ସ୍ଥାନରେ କେବେ ବି ଉନ୍ନତି ହୋଇନଥାଏ, ସବୁ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥାଏ। ତେଣୁ ତମ୍ବା ପାତ୍ରରେ ଜଳ ନେଇ ଗାୟତ୍ରୀ ମନ୍ତ୍ର ଜପ କରି ଛିଞ୍ଚି ଦିଅନ୍ତୁ। ଏମିତି କରିବା ଦ୍ୱାରା ନକାରାତ୍ମକ ଶକ୍ତି ନାଶ ହୋଇଥାଏ ଓ ଅପାର ସଫଳତା ମିଳିଥାଏ। ଧନ୍ୟବାଦ। ଯଦି ଭିଡ଼ିଓଟି ଭଲ ଲାଗିଥାଏ, ତାହେଲେ ଲାଇକ୍